ଏଠି କାହିଁକି ଆସ? କିଏ କହିଲା ତୁମକୁ ଏ ଜାଗାକୁ ଆସିବାକୁ? କିଏ ସେ ପ୍ରେମିକା ଯାହା ପାଇଁ ତମେ ମୋତେ ଭୁଲି ଯିବାକୁ ବସିଛ? ଦେଖ ବନାନୀ, ତୁମକୁ ଭଲରେ କହୁଛି, ତମେ ଏଠୁ ଚାଲିଯାଅ। କାହିଁକି ନା ଏଇଟା ରାଣୀ ପଣ୍ଡାର ଘର। ରାଣୀ ପଣ୍ଡା? ରାଜବାଲି ରାଣୀ ପଣ୍ଡା ଯାହା ପାଇଁ ତମେ ପାଗଳ ହେଇ ମୋତେ ଭୁଲି ଯାଇଛ? ତୁମକୁ ଭଲରେ କହୁଛି ବନାନୀ, ତମେ ଏଠୁ ଚାଲିଯାଅ। ରାଣୀ ପଣ୍ଡାକୁ ଦେଖା ନ କରି ମୁଁ କୁଆଡ଼େ ଯିବିନି। ତମର ତା ପାଖରେ କାମ କଣ? ତାକୁ ପଚାରି ବୁଝିବି ମୋଠୁ ତା ପାଖରେ ଏମିତି ବେଶୀ କଣ ଅଛି ଯେ ଯାହା ପାଇଁ ତମେ ମୋଠୁ ଦୂରକୁ ଚାଲି ଯାଉଛ? ବନାନୀ, ତମେ ମୁଁ ବି ସେଇ କଥା ଭାବୁଛି ଭଉଣୀ। ମୋ ପାଖରେ ଏମିତି କଣ ଅଛି ଯେ ଏ ଦୁନିଆର ସବୁ ପୁଅ ଏମିତି ପାଗଳ ଭଳି ହେଉଛନ୍ତି? ଦିଦି, ପିଲାଟି ଦିନରୁ ଆମର ଭଲ ପାଇବା, ଏକାଠି ବଡ଼ ହବ, ଏକାଠି ପାଠ ପଢ। ମୁଁ ତାକୁ ଭଲ ପାଏ ଆଉ ସିଏ ମୋତେ ଭଲ ପାଏ। ରାଣୀ ସହିତ ଦେଖା ହବା ପରଠୁ ମୁଁ ପୁରା ସବୁ କିଛି ଭୁଲି ସାରିଛି। ତାହେଲେ ତମେ କଣ ଚାହୁଁଛ ମୁଁ ମରିଯାଏ? ତମେ ବି ଗୋଟେ କଥା ମନେ ରଖ ବନାନୀ, ମୋ ଜୀବନରେ ଯଦି ରାଣୀ ନ ଆସେ, ସତ କହୁଛି ମୁଁ ମରିଯିବି। ତମେ ତ ନାଚବାଲି। ତମ ଜୀବନରେ ଅନେକ ପୁରୁଷ ଆସିଥିବେ, ମୁଁ କିନ୍ତୁ ମୋ ସାରା ଜୀବନ ପ୍ରେମ ୟାଙ୍କ ପାଇଁ ସାଇତିକି ରଖିଛି। ରାଣୀ, ତମର ତ ଏଠି କିଛି ନୁହଁ। ଇଏ ଭଲ ପାଇବାର ଚିହ୍ନ। ରାଣୀ, ସିଏ ମୋତେ ତା ହୃଦୟଠାରୁ ଅଧିକ ଭଲ ପାଇ ତାରି ଚିହ୍ନ। ଦେଖ, ସିଏ ଯଦି ଜାଣିବ ତମେ ଏଠିକି ଆସିଛ ତାହେଲେ ସେ ମୋତେ ବହୁତ ବାଡ଼େଇବ, ନିଜକୁ ନିଜେ ବି ବାଡ଼େଇବ। ତମେ ଗୋଟେ କାମ କର, ତମେ ଏଠୁ ଚାଲିଯାଅ, ଯାଅ, ଚାଲିଯାଅ। ଏ ଝିଅକୁ ଗାଏ ଖୁସିରେ ସଂସାର କର, ହେଲେ ମଝିରେ ମଝିରେ ମୋ ଘରକୁ ଏମିତି ଆସେ ମୋ ସୁଖର ସଂସାରରେ ନିଆଁ ଲଗାଉନି। ରାଣୀ, ମୋ କଥା ଟିକେ ଶୁଣ ପ୍ଲିଜ। ରାଣୀ, ରାଣୀ, ଅଫକୋର୍ସ ରାଣୀ। ତମେ କାହିଁକି ମୋ ସୁଖ ଛଡ଼େଇ ନେବାକୁ ମୋ ପଛରେ ପଡ଼ିଛ, ସେ କଥା ମୁଁ ବୁଝିପାରୁନି। ଭଲରେ କହୁଛି, ତମେ ମୋ ପିଛା ଛାଡ଼ିଦିଅ, ନହେଲେ ସତ କହୁଛି ମୁଁ ମରିଯିବି।